ବର୍ତ୍ତମାନ ଧାନ ଚାଷରେ ଚାଷୀ ଭାଇମାନେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ, ପତ୍ର ମହିଷା ରୋଗ ଏବଂ ମୂଳସଢ଼ା ରୋଗ ଦେଖିବାକୁ ପାଉଛନ୍ତି। ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗର ଲକ୍ଷଣ ହେଉଛି ପତ୍ର ଗୁଡ଼ିକ ଫିକା ହଳଦିଆ ଅଥବା ସବୁଜ ହଳଦିଆ ପଟା ଦାଗ ହୋଇ ମୋଡ଼ି ହୋଇଯାଏ। ଏହାର ପରିଚାଳନା ନିମନ୍ତେ ଆପଣମାନେ ଯବକ୍ଷାରଯୁକ୍ତ ସାର ବର୍ତ୍ତମାନ ପ୍ରୟୋଗ କରନ୍ତୁ ନାହିଁ। ଜମିରୁ ଜଳ ନିଷ୍କାସନ କରନ୍ତୁ। ଏକର ପିଛା 10 କେଜି ପଟାସ ସାର ପ୍ରୟୋଗ କରନ୍ତୁ। କପର ଅକ୍ସିକ୍ଲୋରାଇଡ୍ 80% WP 30 ଗ୍ରାମ ସହିତ ଷ୍ଟ୍ରେପ୍ଟାସାଇକ୍ଲିନ୍ 1.5 ଗ୍ରାମ ଡ୍ରମ୍ ପିଛା ସ୍ପ୍ରେ କରନ୍ତୁ କିମ୍ବା ଷ୍ଟ୍ରେପ୍ଟାମାଇସିନ୍ ସଲଫେଟ୍ 9% ସହ ଟେଟ୍ରାସାଇକ୍ଲିନ୍ ହାଇଡ୍ରୋକ୍ଲୋରାଇଡ୍ 1% 120 ଗ୍ରାମ ସହିତ କପର ଅକ୍ସିକ୍ଲୋରାଇଡ୍ ମିଶାଇ ଏକର ପିଛା ସ୍ପ୍ରେ କରନ୍ତୁ କିମ୍ବା ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ଲୋରାଇଡ୍ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 600 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 80% WP ସ୍ପ୍ରେ କରନ୍ତୁ। ସେହିପରି ମହିଷା ରୋଗ ଧାନରେ ଦେଖାଯାଉଥିଲେ ଏହାର ପରିଚାଳନା ନିମନ୍ତେ PPLର କବକନାଶକ ଥମ୍ପ ଯାହାର ଟେକ୍ନିକାଲ ଟ୍ରାଇସାଇକ୍ଲୋଜୋଲ୍ 75 WP ଏହାକୁ 15 ଲିଟର ପାଣିରେ 10 ଗ୍ରାମ ମିଶାଇ ସ୍ପ୍ରେ କରିବା। ଯଦି ମୂଳସଢ଼ା ଦେଖାଯାଉଥାଏ ତାହେଲେ PPLର ହେକ୍ସାନ୍ ଯାହାର ଟେକ୍ନିକାଲ ହେକ୍ସାକୋନାଜୋଲ୍ 5% SC 15 ଲିଟର ପାଣିରେ 30 ମିଲି ମିଶାଇ ସିଞ୍ଚନ କରିବା। ଅଧିକ ଜାଣିବା ପାଇଁ ଆପଣ ଆମ ହାଲୋ ଜୟ କିଷାନ 1812 12 333କୁ ଫୋନ୍ କରନ୍ତୁ। ନମସ୍କାର, ଜୟ କିଷାନ।